22 ଜାନୁଆରୀ ରେ ଭବ୍ୟ ରାମ ମନ୍ଦିର ଉଦ୍ଘାଟନ ହେବ। ହାତରେ ଆଉ 1 ଦିନ ରହିଲା। ପ୍ରଭୁ ରାମଚନ୍ଦ୍ରଙ୍କର ପ୍ରଥମ ଦର୍ଶନ ଦେଖି ସମସ୍ତେ ଧନ୍ୟ ହୋଇଗଲେ। ଘରେ ଘରେ ବର୍ତ୍ତମାନ ଉତ୍ସବ ମୁଖର ଏବଂ ଦୀପାବଳି ପାଳିବା ପାଇଁ ସମସ୍ତଙ୍କର ଯୋଜନା ପ୍ରସ୍ତୁତି ସରିସାରିଲାଣି। ଏହା ଭିତରେ ଏମିତି ଏକ କଥା ସାମ୍ନାକୁ ଆସିଛି ଯିଏ ବି ଶୁଣୁଛି ଆଶ୍ଚର୍ଯ୍ୟ ପ୍ରକଟ କରୁଛି ଏବଂ କହିବାକୁ ଲାଗୁଛି ଇଏ କେବଳ ସମ୍ଭବ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ। ବନ୍ଧୁଗଣ, ସମ୍ପୂର୍ଣ୍ଣ ବିଷୟଟିକୁ କହିବା ପୂର୍ବରୁ ଆପଣ ଯଦି ଜଣେ ସଚ୍ଚା ରାମ ଭକ୍ତ ତାହେଲେ କମେଣ୍ଟରେ ଜୟ ଶ୍ରୀରାମ ଲେଖନ୍ତୁ, କାରଣ ଆମେ ଓଡ଼ିଆ ଦେଖାଇଦେବା ଯେ ପ୍ରଭୁ ରାମଚନ୍ଦ୍ରଙ୍କ ଭକ୍ତ ଏଠି କେତେ। ଯଦି ଆମ ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ ଦୟାକରି ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁଗଣ, ଆପଣମାନେ ଜାଣିଥିବେ ଦୀର୍ଘ 500 ବର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଅଛି। ସମସ୍ତେ ବର୍ତ୍ତମାନ ଖୁସିରେ ଅଛନ୍ତି ଯେ ପ୍ରଭୁ ରାମଚନ୍ଦ୍ର ପୁଣି ଥରେ ଆମମାନଙ୍କ ପାଖକୁ ଫେରୁଛନ୍ତି। ଏହା ଭିତରେ ଏମିତି ଏକ କଥା ସାମ୍ନାକୁ ଆସିଛି ଯିଏ ବି ଶୁଣୁଛି ସେ ଆଶ୍ଚର୍ଯ୍ୟ ପ୍ରକଟ କରୁଛି। କଥାଟି କ'ଣ ନା ବନ୍ଧୁଗଣ, ଆପଣମାନେ ଜାଣିଥିବେ ଯେ ଯେଉଁ ରାମ ମନ୍ଦିର ତିଆରି ଚାଲିଛି L&T କମ୍ପାନୀ ହାତକୁ ନେଇଛି। ସେଇ L&T କମ୍ପାନୀରେ ଆମ ଓଡ଼ିଶାର ଜଣେ ଶ୍ରମିକ, ଆମ ଓଡ଼ିଆ ଶ୍ରମିକ କାର୍ଯ୍ୟ କରୁଛନ୍ତି। ସବୁବେଳେ ସେ ଓଡ଼ିଆ ଶ୍ରମିକ କୁହନ୍ତି ଭଗବାନ ରାମଚନ୍ଦ୍ର ମୋ ସ୍ୱପ୍ନରେ ଆସୁଛନ୍ତି। ଭଗବାନ ରାମଙ୍କର ମନ୍ଦିରରେ ମୋ ହାତ ସ୍ପର୍ଶ ମୋତେ ବହୁତ ଖୁସି ଅନୁଭବ ହେଉଛି, ମୋତେ ଆନନ୍ଦିତ ଲାଗୁଛି ଏବଂ ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିରରେ ମୁଁ ଆସି ଉପସ୍ଥିତ ରହିଛି ଏବଂ କେଉଁ ଜନ୍ମରେ କି ପୁଣ୍ୟ କାମ କରିଥିଲି ଆଜି ମୁଁ ପ୍ରଭୁ ରାମଚନ୍ଦ୍ରଙ୍କ କାମରେ, ତାଙ୍କ ମନ୍ଦିରର କାମରେ ଆସିପାରୁଛି। ଏହି ମନ୍ଦିରର ପଥର ସ୍ପର୍ଶ ମୋ ହାତ ମୋତେ ଏମିତି ଲାଗୁଛି ଯେ ମୁଁ ବୋଧହୁଏ ପ୍ରଭୁ ରାମଚନ୍ଦ୍ରଙ୍କର ଜଣେ ପରମ ସେବକ। ଆମରି ଓଡ଼ିଆ ଶ୍ରମିକ ସବୁଦିନ ନିତ୍ୟ ଗାଧୋଇ ସାରି, ନିତ୍ୟ କର୍ମ ସାରି ମନ୍ଦିର ବାହାରି ପଡ଼ନ୍ତି କାମ କରିବା ପାଇଁ। ମନ୍ଦିରକୁ ଗଲା ମାତ୍ରକେ ଚାରିପାଖରେ ଯାହା ଅଳିଆ ଆବର୍ଜନା ପଡ଼ିଥାଏ ତାହାକୁ ସଫା କରିଦିଅନ୍ତି ଏବଂ ପାଖରେ ଯେଉଁ ଅନ୍ୟ ରାଜ୍ୟର ଶ୍ରମିକମାନେ ଆସିଥାନ୍ତି ସେମାନେ ଓଡ଼ିଆ ଶ୍ରମିକକୁ ବି ଭାରି ଭଲ ପାଆନ୍ତି। ଏହି କାମ ଦେଖି ନିଷ୍ଠାର ସହିତ ଅତି କାମ କରନ୍ତି ଏବଂ କାମ କରିଲା ବେଳେ ଜୟ ଶ୍ରୀରାମ ତୁଣ୍ଡରେ ଧରନ୍ତି। କଣ୍ଟ୍ରାକ୍ଟର ଠାରୁ ଆରମ୍ଭ କରିକି ସୁପରଭାଇଜର ଏବଂ ଅନ୍ୟ ଅଫିସର, ଉଚ୍ଚ ଅଫିସର ମାନେ ମଧ୍ୟ କୁହନ୍ତି ଯେ ଓଡ଼ିଆ ଶ୍ରମିକ ଭଳି ଏଠି ଆଉ ଅଧିକ କେହି କାମ କରୁନାହାନ୍ତି। ଭାରି ପରିଶ୍ରମୀ ଏହି ଓଡ଼ିଆ ଶ୍ରମିକଟି ଏବଂ ଅନ୍ୟ ଶ୍ରମିକମାନଙ୍କୁ ବି କହି ପକାନ୍ତି ଯଦି କାମ କରିବାର ଅଛି ଏହି ଓଡ଼ିଆ ଶ୍ରମିକ ଯେମିତି କାମ କରୁଛନ୍ତି ସେଇଭଳି କର। ଏଠି କେହି ଠକିବାକୁ ଆମେ ଆସିନେ, ପ୍ରଭୁ ରାମଚନ୍ଦ୍ରଙ୍କ କାମ କରିବାକୁ ଆସିଛେ। ଆମ ଓଡ଼ିଆ ଶ୍ରମିକ ବି ନିଷ୍ଠାର ସହିତ ଯାହା କାମ ମିଳିଥାଏ କଣ୍ଟ୍ରାକ୍ଟର ଠାରୁ ସେ ଡାଇଗ୍ରାମ ଅନୁସାରେ କାମ କରି ପକାଏ। ଦିନେ କାମ କରୁ କରୁ ସାଥୀ ଶ୍ରମିକର ହାତରୁ ସୁନା ମୁଦିଟେ ପଥର ସନ୍ଧି ଭିତରେ ହଜିଗଲା। ଭାରି ଖୋଜାଖୋଜି ସମସ୍ତେ କଲେ। କଣ୍ଟ୍ରାକ୍ଟର ଠାରୁ ଆରମ୍ଭ କରିକି ସୁପରଭାଇଜର ମାନେ ଚିନ୍ତାରେ ପଡ଼ିଗଲେ ସେ ଗରିବ ଶ୍ରମିକର ସୁନା ମୁଦି କେମିତି ସେ ଫେରି ପାଇବ। ସମସ୍ତେ ଖୋଜାଖୋଜି କଲେ, ସାଥିରେ ଓଡ଼ିଆ ଶ୍ରମିକ ବି ଖୋଜାଖୋଜିରେ ଲାଗି ପଡ଼ିଲେ, ହେଲେ କେହି ବି ସେ ମୁଦି ପାଇଲେ ନାହିଁ। ସମସ୍ତେ ସେଦିନ କାମ ସାରି ଘରକୁ ଫେରିଲେ। ଆମ ଓଡ଼ିଆ ଶ୍ରମିକ ବି ଘରକୁ ଫେରିଥାନ୍ତି ଏବଂ ଶୋଇଲା ବେଳେ ପ୍ରଭୁ ରାମଚନ୍ଦ୍ରଙ୍କୁ ପ୍ରାର୍ଥନା କରନ୍ତି, ହେ ପ୍ରଭୁ ରାମଚନ୍ଦ୍ର, ଆପଣ ସେ ଗରିବର ମୁଦି ଫେରାଇ ଦିଅନ୍ତୁ। ତାପରେ ଆମ ଓଡ଼ିଆ ଶ୍ରମିକର ନିଦ ହୋଇଯାଇଛି। ରାତିରେ ଭଗବାନ ରାମଚନ୍ଦ୍ର ସ୍ୱପ୍ନରେ ଆସି କୁହନ୍ତି ଯେ ସେଇଠିକିନା ଅଛି, ତୁମେ ଯଦି ପରିଶ୍ରମ କରି ଭଲସେ ଖୋଜିବ ତାହେଲେ ମୁଦିଟେ ପାଇପାରିବ। ନିଦ ଭାଙ୍ଗି ଯାଇଛି ସକାଳୁ। ତାପରେ କାମ କରିବାକୁ ଯାଆନ୍ତି ଆମ ଓଡ଼ିଆ ଶ୍ରମିକ ଏବଂ ଏମିତି ସ୍ୱପ୍ନରେ ଦେଖିଛନ୍ତି ବୋଲି ସମସ୍ତଙ୍କୁ କୁହନ୍ତି। ପୁଣି କଣ୍ଟ୍ରାକ୍ଟର ଠାରୁ ଆରମ୍ଭ କରିକି ସୁପରଭାଇଜର ଏବଂ ଅନ୍ୟାନ୍ୟ ଶ୍ରମିକମାନେ ଲାଗି ପଡ଼ନ୍ତି ମୁଦି ଖୋଜାରେ। ମୁଦି ଖୋଜାଖୋଜି କରିବା ପରେ ବହୁତ ସିମେଣ୍ଟ ରଡ଼ ଉପରେ ପଶି ମୁଦିଟେ ଦେଖାଯାଉଛି ଚିକଚିକ କରି। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଆମ ଓଡ଼ିଆ ଶ୍ରମିକର ସ୍ୱପ୍ନରେ ଆସିଥିବା ପ୍ରଭୁ ରାମଚନ୍ଦ୍ରଙ୍କର କଥା। ସମସ୍ତେ
साधुवाद जणाइले कहले तुम ही प्रकृत राम भक्त। आज मध्य प्रभु रामचंद्र अछंती ए दुनिया रे। समस्ते विश्वास करने को लगिले एवं से ओडिया श्रमिक को बारंबार सम्मान सहित धन्यवाद अर्पण कले एवं हजि जाइथिबा से श्रमिकर मुदी जेतेबेले से फेरी पाइले आखिर लुह झरी आसला एवं कहला तुम सकाशु आज मु मुदी फेरी पाइछि। तुमे जने सच्चा राम भक्त एवं आज मु विश्वास करि पारली जे प्रभु रामचंद्र आज भी आमे पाख पाखे अछंती। तेणु कथारे अछि आमे ओडिया भारी बढ़िया, आमे ओडिया सबुठी प्रशंसा पाऊ आउ भारी आमे परिश्रमी। जदि बंधुगण ये सत्य घटनाटी आपण मानकु पसंद आसीथिबो ताहले आपण जदि जने राम भक्त आपण भगवान रामचंद्र को भल पाउथिबे ताहले कमेंट रे जय श्री राम लिखंतु। आउ जदि हमरे यही वीडियोटी आपण मानकु पसंद आसी ताहले दया करी लाइक करंतु एवं आम चैनल को जदि आपण माने नुआ करी आछंदी ताहले टिके सब्सक्राइब करि दियंतु। जय श्री राम।